ଆମର କୃଷ୍ଣ କଥାମୃତ ଓଡ଼ିଆ ପରିବାରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ବନ୍ଧୁଗଣ, ଆଜିର ଏହି ବ୍ୟସ୍ତବାହୁଳ ଜୀବନରେ ଆମେ ସମସ୍ତେ କୁରୁକ୍ଷେତ୍ରର ଅର୍ଜୁନ ଭଳି ଏକ ଦ୍ୱନ୍ଦ୍ୱରେ ଠିଆ ହୋଇଛୁ। ଆମ ମନ ଭିତରେ ଚିନ୍ତା, ସମ୍ପର୍କରେ ତିକ୍ତତା, କର୍ମରେ କ୍ଳାନ୍ତି ଏବଂ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭଳି ଏକ ମହାସମର ଚାଲିଛି। କ'ଣ ଆପଣଙ୍କୁ ଲାଗୁନାହିଁ ଯେ ଆପଣଙ୍କୁ ଏହି ଦ୍ୱନ୍ଦ୍ୱରୁ ବାହାରିବା ପାଇଁ ଏକ ଦିବ୍ୟ ମାର୍ଗଦର୍ଶକର ଆବଶ୍ୟକତା ଅଛି? ହଁ, ସେହି ମାର୍ଗଦର୍ଶକ ହେଉଛି ଶ୍ରୀମଦ୍ ଭାଗବତ ଗୀତା। ଗୀତା କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ, ଏହା ହେଉଛି ସାକ୍ଷାତ୍ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଜୀବନର ବିଜ୍ଞାନ। ଯେଉଁଠି ଆପଣଙ୍କର ପ୍ରଶ୍ନ ଶେଷ ହୁଏ, ସେଠାରୁ ଗୀତାର ଉତ୍ତର ଆରମ୍ଭ ହୁଏ। ଗୀତା ଆପଣଙ୍କୁ ଶିଖାଏ ସ୍ଥିତପ୍ରଜ୍ଞ ହେବାର ରହସ୍ୟ। ସୁଖ ଦୁଃଖ, ଲାଭ କ୍ଷତି କିମ୍ବା ମାନ ଅପମାନରେ କିପରି ନିଜ ବୁଦ୍ଧିକୁ ଅଟଳ ରଖିହେବ। ଆପଣଙ୍କର ଚଞ୍ଚଳ ମନକୁ ବଶ କରିବାର ସୂତ୍ର ଶ୍ରୀକୃଷ୍ଣଙ୍କର ଏହି ଦିବ୍ୟବାଣୀରେ ହିଁ ନିହିତ ଅଛି।